ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ବନ୍ଧୁ, ଯେପରିକି ଏହି 3 ମାସରେ ଆମେ ଧ୍ୟାନ କରୁଛୁ ଯାତ୍ରା ପୁସ୍ତକ। ଆଉ ଯାତ୍ରା ପୁସ୍ତକରେ ଯାହା ଯାହା ଘଟିଅଛି ତାହା ବିଷୟରେ ଆମେ ଆଲୋଚନା କରୁଛେ। ଆଉ ଏହି ସପ୍ତାହରେ ବିଶେଷ ଭାବରେ ଆମେ ଆଲୋଚନା କରିବାକୁ ଯାଉଅଛୁ ଧର୍ମ ତ୍ୟାଗ ଏବଂ ମଧ୍ୟସ୍ଥତା। ଇଂରାଜୀରେ କହୁଛି ଆପୋଷ୍ଟେସି ଆଣ୍ଡ ଇଣ୍ଟରସେସନ୍ସ। ଚାଲନ୍ତୁ ଏହି ପାଠ ଧ୍ୟାନ କରିବା ପୂର୍ବେ ଆମେ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଏହି ସପ୍ତାହ ପାଠ ଆମେ ପଢ଼ିବାକୁ ଯାଉଅଛୁ, ଯେପରିକି ଏହି ସପ୍ତାହ ପାଠ ଆମେ ବୁଝିପାରିବୁ। ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଶକ୍ତିରେ, ଜ୍ଞାନରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ଏମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର, ଯେପରିକି ଏହି ସାବାସ୍କୁ ପାଠ ଆମେ ବୁଝିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛେ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ମୁଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଦେଉଅଛି, କାରଣ ପ୍ରାୟ ଆମ ଓଡ଼ିଆ ଭାଇ ଭଉଣୀମାନେ ଆମ ଓଡ଼ିଆ ସାବାସ୍କୁ ପାଠକୁ ସବସ୍କ୍ରାଇବ କରିଛନ୍ତି। ବିଶେଷ ଭାବରେ ଯେଉଁ ଭାଇ ଭଉଣୀମାନେ ଆମ ଓଡ଼ିଆ ସାବାସ୍କୁ ପାଠରେ ପ୍ରତି ସପ୍ତାହରେ ଯୋଗ ଦେଉଛନ୍ତି, ଦେଖୁଛନ୍ତି, ଆଉ ଆପଣା ସାଧୁମାନଙ୍କୁ, ବନ୍ଧୁମାନଙ୍କୁ ଆପଣା ସାଙ୍ଗମାନଙ୍କୁ, ବନ୍ଧୁମାନଙ୍କୁ ବାଣ୍ଟୁଛନ୍ତି, ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଜଣାଉଛି। ଚାଲନ୍ତୁ ଆଜି ଆମେ ଏହି ସପ୍ତାହର ପାଠ ଆମେ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ଧର୍ମ ତ୍ୟାଗ ଏବଂ ମଧ୍ୟସ୍ଥତା। ଆମେ ଦେଖୁଛୁ ବନ୍ଧୁ, ଯେପରିକି ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱର ମିଶ୍ର ଦେଶରୁ ବାହାର କରି ଆଣିଲେ, ଆଉ ସେମାନଙ୍କୁ ଏମିତି ପରାକ୍ରମ କାର୍ଯ୍ୟ ଦ୍ୱାରା ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରି ସେମାନଙ୍କୁ ମିଶ୍ର ଦାସତ୍ୱରୁ ଉଦ୍ଧାର କରି ଏକ ଦେଶ, ଯେଉଁ ଦେଶକୁ ଆପଣା ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ଆଣିବାକୁ ସେ ଆରମ୍ଭ କଲେ। ଆମେ ଦେଖୁଅଛୁ ବର୍ତ୍ତମାନ ଯେଉଁ ସାବସ୍କୁଲ ପାଠ ଆଜି ଆମେ ଧ୍ୟାନ କରିବାକୁ ଯାଉଅଛୁ, ଆଉ ସେହି ପାଠ ହେଉଛି ଯେପରିକି ବର୍ତ୍ତମାନ ଇସ୍ରାଏଲ ପ୍ରଜାମାନେ ପ୍ରାନ୍ତରେ ମରୁଭୂମିରେ ଅଛନ୍ତି, ଆଉ ସେହି ମରୁଭୂମିରେ କିପରି ସେମାନେ ପରମେଶ୍ୱରଙ୍କର ଆଚର୍ଯ୍ୟ କାର୍ଯ୍ୟକୁ ସେମାନେ ଭୁଲି ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଦିନ ବେଳେ ମେଘ ସ୍ତମ୍ଭ ରୂପେ ଆଉ ରାତି ବେଳେ ଅଗ୍ନି ସ୍ତମ୍ଭ ରୂପେ ସେମାନଙ୍କ ସହ ଉପସ୍ଥିତ ଥିଲେ। ଆଉ ଆମେ ଗତ ସପ୍ତାହରେ ଦେଖିଲୁ କି ପରମେଶ୍ୱର ମୋଶକୁ କହିଲେ କି ମୋ ପାଇଁ ଗୋଟିଏ ମନ୍ଦିର ପ୍ରସ୍ତୁତ କର, ଯେପରିକି ମୁଁ ତୁମ ସହ ରହିବି। ଆଉ ଯେଉଁ ମନ୍ଦିର ସେମାନେ ପ୍ରସ୍ତୁତ କଲେ, ତାର ନମୁନା ଥିଲା ସ୍ୱର୍ଗରେ, ଆଉ ସ୍ୱର୍ଗର ନମୁନା ହିସାବରେ ପରମେଶ୍ୱର ମୋଶକୁ ସେହି ପ୍ରାନ୍ତରେ ତମ୍ବୁ ହିସାବରେ ସେହି ପ୍ରାନ୍ତରେ ଏକ ମନ୍ଦିର କଲେ, ଆଉ ସେଠି ପରମେଶ୍ୱରଙ୍କ ଉପସ୍ଥିତି ଥିଲା ବୋଲି ଆମେ ଦେଖୁଅଛୁ। ଆଉ ଆଜି ଏଇ ଯୋଉ ସପ୍ତାହରେ ବିଶେଷ ଭାବରେ ଆମେ ଦେଖୁଅଛୁ ବନ୍ଧୁ, କିପରି ଇସ୍ରାଏଲ ପ୍ରଜାମାନେ ପରମେଶ୍ୱରଙ୍କୁ ଭୁଲିଗଲେ। ସେମାନେ ପରମେଶ୍ୱରଙ୍କ ଯେଉଁ ଯେଉଁ
ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିଲେ ତାହା ସେମାନେ ଭୁଲିଗଲେ। ଚାଲନ୍ତୁ ଆମ ଏହି ସପ୍ତାହର ସ୍ୱର୍ଣ୍ଣ ପଦ ଆମେ ଦେଖିବା। ଯାତ୍ରା ପୁସ୍ତକ ତାର 32, 31 ଆଉ 32 ଆମେ ଦେଖୁଅଛୁ। ଆମେ ଏଠି ଦେଖୁଅଛୁ ବନ୍ଧୁ, ଅନନ୍ତର ମଉସା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, ହାୟ ହାୟ, ଏହି ଲୋକମାନେ ମହାପାପ କରି ଆପଣମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କଲେ। ତଥାପି ଏବେ ତୁମ୍ଭେ ଯେବେ ସେମାନଙ୍କ ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। ବନ୍ଧୁ, ଏମିତି ମାନବ ଆମେ କେବେ ହେଲେ ଦେଖିନାହୁଁ, କି ଏମିତି ମାନବ ନାହିଁ ଯେ କି ସ୍ୱାର୍ଥପର। ଆମେ ଦେଖୁଅଛୁ ମଉସାଙ୍କ ଜୀବନରେ। ଆଉ ଏଇ ଯୋଉ ପଦ ହଉଛି ଏହି ସପ୍ତାହର ଏକ ମୁଖ୍ୟ ପଦ, ଯାହାକି ପରମେଶ୍ୱର ସେହି ଇସ୍ରାଏଲ ପ୍ରଜାମାନଙ୍କୁ ବିନଷ୍ଟ କରିବା ପାଇଁ ଚାହାନ୍ତି। ଆଉ ମଉସା ଏଠି ପରମେଶ୍ୱରଙ୍କୁ ଏହିପରି କହନ୍ତି ଯେ, ଦେଖ, ତୁମ ସେହି ଆଚାର୍ଯ୍ୟ କର୍ମ ଦ୍ୱାରା ସେମାନଙ୍କୁ ମିଶର ଦେଶରୁ ଏହି ଦେଶ ବା କେନାନ ଦେଶକୁ ଆଣୁଛ। ଆଉ ଏହି ଯୋଉ ପ୍ରାନ୍ତରେ ସେମାନେ ଯେଉଁ ଦେବତା, ସ୍ୱର୍ଣ୍ଣ ଦେବତା ଏକ ଷଣ୍ଢ କଲେ, ଆଉ ସେମାନେ ପୂଜା କରୁଛନ୍ତି। ଆଉ ସେଥିପାଇଁ ପରମେଶ୍ୱର କହିଲେ କି ଏମାନଙ୍କୁ ମୁଁ ବିନଷ୍ଟ କରିଦେବି, ଆଉ ତୁମ୍ଭଠାରୁ ମୁଁ ବଂଶ ଉତ୍ପନ୍ନ କରିବି, ଆଉ ତୁମ ବଂଶ ଠାରୁ ସାରା ପୃଥିବୀ ଆଶୀର୍ବାଦ ପ୍ରାପ୍ତ ହେବ। ବନ୍ଧୁ, ଏଠି ଆମେ ଦେଖୁଅଛୁ ମଉସା କିପରି ପରମେଶ୍ୱରଙ୍କୁ କହନ୍ତି କି ଲୋକମାନେ କଣ କହିବେ ଯେବେ ସେମାନେ ଜାଣିବେ କି ସେହି ସଦାପ୍ରଭୁ ପରମେଶ୍ୱର ଯେ କି ଆପଣା ପରାକ୍ରମ ଦ୍ୱାରା ସେହି ମିଶର ଦାସତ୍ୱରୁ ଏହି ଇସ୍ରାଏଲ ପ୍ରଜାମାନଙ୍କୁ ଆଣିଲେ ଆଉ ପ୍ରାନ୍ତରେ ସେମାନଙ୍କୁ ମାରିଦେଲେ। ଏହିପରି ଲୋକ କହିବେ। ଯଦି ପରମେଶ୍ୱର ହୋଇଥାନ୍ତା ଏହିପରି ନ କରିଥାନ୍ତେ। ଆଉ ଏଥିପାଇଁ ପରମେଶ୍ୱରଙ୍କ ଠାରେ ସେ ନିଜେ କହନ୍ତି, ପ୍ରଭୁ, ଯଦି ଆପଣ ଏମାନଙ୍କୁ କ୍ଷମା କରିବା ପାଇଁ ଚାହୁଁନାହାନ୍ତି, ତାହେଲେ ଯୋଉ ନାଁ ମୋର ଲେଖାଯାଇଛି ସେ ଜୀବନ ପୁସ୍ତକରେ ସେଥିରୁ କାଟିଦିଅ। ଏହିପରି ପରମେଶ୍ୱରଙ୍କ ସମ୍ମୁଖରେ ମଉସା ଅନୁରୋଧ କରନ୍ତି। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଗଭୀର ସ୍ତରକୁ ଦେଖିବା। ତା ପୂର୍ବରେ ଚାଲନ୍ତୁ ଗୀତ ସଂହିତା 106, 13, 21, 23ରେ ଗୀତ ଲେଖକ କଣ କହନ୍ତି ତାହା ବିଷୟରେ ଆମେ ଦେଖିବା। ଗୀତ ସଂହିତା 106, 13ରେ ଆମେ ଦେଖୁଛୁ, ସେମାନେ ତାହାଙ୍କ କର୍ମ ସଫଳ ଶୀଘ୍ର ପାଶୋରି ଗଲେ, ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ। ବନ୍ଧୁ, ଆମମାନେ ଆମ ଜୀବନରେ ଅନେକ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଅଛୁ। ଆଉ ଯେବେ ଆମେ ବିପଦରେ ବା ଆପଦରେ ବା କଷ୍ଟରେ ବା ବାଧାରେ ଅଛୁ, ସେତେବେଳେ ଯେବେ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିଥାଉ, ଯେବେ ପରମେଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣିଥାନ୍ତି, ସେତେବେଳେ ଆମେ ଖୁସି ହୋଇଥାଉ। ଆଉ ଯେବେ ପରମେଶ୍ୱର କିଛି ସମୟ ପରେ ଆମେ ପରମେଶ୍ୱରକୁ ଭୁଲି ଯାଇଥାଉ। ଆଉ ସେହିପରି ଆମେ ଦେଖୁଅଛୁ ଇସ୍ରାଏଲ ପ୍ରଜାମାନେ ସେହି ପରମେଶ୍ୱରକୁ ଭୁଲି ଯାଇଥିଲେ। ଆଉ ସେମାନେ ଯାହା ଯାହା ପରମେଶ୍ୱର କରିଥିଲେ ସେଇ କାମ ଗୁଡାକ ପାଶୋରି ଗଲେ ବୋଲି ଆମେ ଗୀତ ସଂହିତା 106, 13ରେ ଦେଖୁଅଛୁ। ତାପରେ 21, 23ରେ ବି ଦେଖୁଛୁ, ସେ ମିଶରରେ ବିବିଧ ମହତ୍ତ କର୍ମ, ଦାମୋସରେ ନାନା ଆଶ୍ଚର୍ଯ୍ୟ କର୍ମ ଓ ସୁଫ ସମୁଦ୍ର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ। ସେମାନେ ଆପଣମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ
ପାଶରେ ଗଲେ। ଯେହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମଉସା ଭଗ୍ନ ସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ। ବନ୍ଧୁ କେତେ ସୁନ୍ଦର ଭାବରେ ଗୀତ ଲେଖକ ଲେଖନ୍ତି। ତାହେଲେ ଚାଲନ୍ତୁ ଆମେ ଦେଖିବା ସୋମବାର ଦିନ ବିଷୟରେ। ବନ୍ଧୁ ବିଫଳ ନେତୃତ୍ୱ। ଆମେ ଦେଖୁଛୁ ବନ୍ଧୁ, ଯେବେ ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ ମିଶ୍ର ଦେଶରୁ କେନାନ ଦେଶକୁ ଆଣିଲେ, ଆମେ ଦେଖୁଛୁ ମଉସା ଆଉ ଏରନ ମଉସାଙ୍କ କାର୍ଯ୍ୟ ଦେଖିଲେ। ଆଉ ଆମେ ଦେଖୁଛୁ ଗତ ସପ୍ତାହରେ ଯେପରି ଏରନ ସେହି 70 ଲୋକମାନଙ୍କ ସହ ସେହି ସିନିୟ ପର୍ବତକୁ ଯାଇଥିଲେ। ଆଉ ପରମେଶ୍ୱର ସେମାନଙ୍କୁ ଭୋଜନ କରାଇଲେ। ଆଉ ପରମେଶ୍ୱର ସେମାନଙ୍କୁ କଥା କହିଲେ, ତାହା ସେ ନିଜେ ଅନୁଭବ କରିଛନ୍ତି। ଆଉ ଏଠି ଆମେ ଦେଖୁଅଛୁ ବନ୍ଧୁ, ଯେବେ ଲୋକ ସମୂହ ଦେଖିଲେ କି ମଉସା 40 ଦିନ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ନାହାନ୍ତି, ସେ ବର୍ତ୍ତମାନ ସିନା ପର୍ବତରେ ଅଛନ୍ତି, ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଇଛନ୍ତି। ଆଉ ଆମେ ଦେଖୁଛୁ ବନ୍ଧୁ କି ସେହି ସମୟରେ ସେହି ଲୋକ ସମୂହ ଏରନଙ୍କୁ କହନ୍ତି କି ମଉସା ତ ବର୍ତ୍ତମାନ ଆମ ସହ ନାହାନ୍ତି, ସେ କଣ ହେଲା, ସେ ବଞ୍ଚିଛନ୍ତି କି ମୃତ୍ୟୁ ହୋଇଛନ୍ତି କି ତାହା ବିଷୟରେ ଆମେ ଜାଣିନାହୁଁ। ଏଥିପାଇଁ ଆମ ପାଇଁ ଗୋଟିଏ ଦେବତା ନିର୍ମାଣ କର, ଯାହା ଦ୍ୱାରା ଆମେ କହିବା କି ଏହି ଦେବତା ମାନଙ୍କୁ ଉଦ୍ଧାର କରି ଆଣିଅଛୁ। ବନ୍ଧୁ ଆମେ ଦେଖୁଛୁ କି ଏରନ ଯେପରିକି ସେମାନଙ୍କର କଥା ମାନି ଏକ ସୁନାର ଷଣ୍ଢ ପ୍ରସ୍ତୁତ କରନ୍ତି। ଯଦି ଆମେ ଦେଖିବା ଯାତ୍ରା ପୁସ୍ତକ ତାର 32:1-6, ଆମେ ଦେଖୁଛୁ ବନ୍ଧୁ ସେଠି ଅନନ୍ତର ମଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରଣଙ୍କ ନିକଟରେ ରୁଣ୍ଡ ହୋଇ ତାଙ୍କୁ କହିଲେ, ଉଠ, ଆମମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମମାନଙ୍କ ନିମନ୍ତେ ଦେବତା ନିର୍ମାଣ କର। ଯେହେତୁ ଯେଉଁ ବ୍ୟକ୍ତି ମିଶ୍ର ଦେଶରୁ ଆମମାନଙ୍କୁ ବାହାର କରି ଆଣିଲେ ସେହି ମଉସାଙ୍କ ପ୍ରତି କଣ ଘଟିଲା ତାହା ଆମମାନେ ଜାଣିନାହୁଁ। ତହୁଁ ହାରଣ ସେମାନଙ୍କୁ କହିଲେ, ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର କନ୍ୟାଗଣର କର୍ଣ୍ଣରୁ ସ୍ୱର୍ଣ୍ଣ କୁଣ୍ଡକ କାଟି ମୋ ପାଖକୁ ଆଣ। ତହିଁରେ ସମସ୍ତେ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣ କୁଣ୍ଡଲ ସବୁ କାଢି ହାରଣଙ୍କ କତିକି ଆଣିଲେ। ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପସ୍ତରେ ସାଞ୍ଚ ପ୍ରସ୍ତୁତ କରି ଏକ ଧଳା ବାଛୁରୀ ନିର୍ମାଣ କଲେ। ତହୁଁ ଲୋକମାନେ କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ଏହି। ତହିଁରେ ହାରଣ ତାହା ଦେଖି ତାହାର ସମ୍ମୁଖରେ ଗୋଟିଏ ଦେବୀ ନିର୍ମାଣ କଲେ। ପୁଣି କାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହେବ ଏହା ଘୋଷଣା କରାଇଲେ। ଏଥିରେ ଲୋକମାନେ ଆର ଦିନ ପ୍ରଭାତରେ ଉଠି ହୋମ ବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥ ନୈବେଦ୍ୟ ଆଣି ତହୁଁ ଲୋକମାନେ ଭୋଜନ ପାନ କରିବାକୁ ବସିଲେ। ଏଉତାରେ ଲୀଳା କରିବାକୁ ଉଠିଲେ। ଏହିପରି ଆମେ ଦେଖୁଅଛୁ ବନ୍ଧୁ, ଯେବେ ମଉସା ସେହି ପର୍ବତ ଉପରକୁ ଯାଇଥିଲେ, ସେହି ସିନିୟ ପର୍ବତ ଉପରକୁ ଯାଇଥିଲେ, ସେତେବେଳେ ଏଇ ଯୋଉ ଲୋକ ସମୂହ ହେରନକୁ ଏମିତି ପାପ କରିବା ପାଇଁ କରିଥିଲେ। ଆଉ
ହେରଣ ମଧ୍ୟ ସେମାନଙ୍କ କଥାରେ ସହଯୋଗ କରି ସେମାନଙ୍କୁ କହିଲେ। ଆଉ ଏହା ଦ୍ୱାରା ଆମେ ଦେଖୁଛୁ ସେହି ଯୋଉ ନେତୃତ୍ୱ ଯାହା ଆମେ ଦେଖିଲୁ ମିଶର ଦେଶରେ ହେରୋନଙ୍କ ନେତୃତ୍ୱ ଥିଲା, ସେହି ନେତୃତ୍ୱକୁ ସେ ବିଫଳ ହୋଇଥିଲେ। ଆଉ ଯେବେ ଆମେ ଦେଖୁ ମୋଶା ଆସି କହିଲେ ଆଉ ପଚାରିଲେ ଏପରି ଏପରି ଏକ ସଂକଟ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ଅବିଚଳିତ ସାହସର ଜଣେ ବ୍ୟକ୍ତି ଆବଶ୍ୟକ ଥିଲା, ଯିଏ ଲୋକଙ୍କ ଅନୁଗ୍ରହ, ବ୍ୟକ୍ତିଗତ ସୁରକ୍ଷା କିମ୍ବା ଜୀବନଠାରୁ ଉର୍ଦ୍ଧ୍ୱର ପରମେଶ୍ୱରଙ୍କ ସମ୍ମାନକୁ ରଖୁଥିଲେ। କିନ୍ତୁ ଇସ୍ରାଏଲର ବର୍ତ୍ତମାନର ନେତା ଏହି ଚରିତ୍ରର ନଥିଲେ। ହାରଣ ଲୋକଙ୍କ ସହିତ ଦୁର୍ବଳ ଭାବରେ ପ୍ରତିବାଦ କରୁଥିଲେ, କିନ୍ତୁ ସଂକଟ ପୂର୍ଣ୍ଣ ମୁହୂର୍ତ୍ତ ତାଙ୍କର ତଡ଼ି ଯିବା ଏବଂ ଭୟଭୀତା ସେମାନଙ୍କୁ ଅଧିକ ଦୃଢ଼ କରିଥିଲା। ବନ୍ଧୁ, ଆମେ ଦେଖୁଛୁ କିପରି ହେରୋନ ତାଙ୍କର ଯେଉଁ ନେତୃତ୍ୱ ଦାୟିତ୍ୱ ଦେଇଥିଲା, ସେହି ନେତୃତ୍ୱ ଦାୟିତ୍ୱକୁ ସେ ହରାଇଥିଲା। ଚାଲନ୍ତୁ ଆମେ ଆଗକୁ ଯିବା। ମୂର୍ତ୍ତି ପୂଜା ଏବଂ ମନ୍ଦତା। ବନ୍ଧୁ, ମୁଁ ଯେପରି କହିଲି, ଯେଉଁ ଯାତ୍ରା ପୁସ୍ତକ ଯାହା ପଢ଼ିଲୁ, ସୁବର୍ଣ୍ଣ ବାଛୁରୀଟି ମିଶରୀୟ ଷଣ୍ଢ ଦେବତା। ବନ୍ଧୁ, ଯେପରିକି ଆମେ ପ୍ରାରମ୍ଭରେ ଦେଖିଲୁ କି ମିଶର ମାନଙ୍କର ଅନେକ ଦେବତା ଥିଲା, ଆଉ ସେ ଦେବତା ମାନଙ୍କ ଠାରୁ ବାଛୁରୀ ମଧ୍ୟ ଗୋଟିଏ ଦେବତା ଥିଲା, ବା ଗାଈ ଦେବତା ବା ଷଣ୍ଢ ଦେବତା ସେମାନଙ୍କର ଗୋଟିଏ ଦେବତା ଥିଲା। ଏହା ପ୍ରଥମ ଏବଂ ଦ୍ୱିତୀୟ ଆଜ୍ଞାର ଏକ ସ୍ପଷ୍ଟ ଭାବରେ ସେମାନେ ଉଲ୍ଲଂଘନ କଲେ, ଯାହା ଆମେ ପାଉଅଛୁ ଯାତ୍ରା ପୁସ୍ତକ 23-6, ଯାହା 10 ଆଜ୍ଞାରେ ଆମେ ପାଉଛୁ। ପରମେଶ୍ୱର ଯାହା କହିଥିଲେ କି ଆମ୍ଭ ସାକ୍ଷାତରେ ତୁମର ଆଉ କୌଣସି ଦେବତା ହେବ ନାହିଁ। ମାତ୍ର ସେମାନେ ଏମିତି ଦେବତା କଲେ, ଯେଉଁ ପରମେଶ୍ୱର ସେମାନଙ୍କୁ ଆଣିଥିଲେ ସେହି ପରମେଶ୍ୱରକୁ ସେମାନେ ଭୁଲି ଯାଇଥିଲେ। ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପସ୍ଥିତ ସ୍ୱର୍ଗରେ, କି ନିଚସ୍ତ ପୃଥିବୀରେ, କି ପୃଥିବୀର ନିଚସ୍ତ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମେ ସେମାନଙ୍କୁ ପ୍ରମାଣ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ଲକ୍ଷଣରେ ଉଦ୍ୟୋଗୀ ପରମେଶ୍ୱର ଅଟୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କୁ ତୃତୀୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସେମାନଙ୍କର ଉପରେ ପୌତ୍ରୁକ୍ତ ଅପରାଧର ପ୍ରତିଫଳଦାତା। ମାତ୍ର ଯେଉଁମାନେ ଆମକୁ ପ୍ରେମ କରନ୍ତି ଓ ଆମର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ଏହିପରି ସେହି ଦ୍ୱିତୀୟ ଆଜ୍ଞା ଆମମାନଙ୍କୁ କହୁଅଛି। ଆଉ ଏଇ ଯୋଉ ଦ୍ୱିତୀୟ ଆଜ୍ଞାକୁ ଏଇ ଯୋଉ ଇସ୍ରାଏଲ ପ୍ରଜାମାନେ ଉଲ୍ଲଂଘନ କରିଥିଲେ। ଯେଉଁ କଥା ପରମେଶ୍ୱର କହିଲେ କି ତୁମେ ପ୍ରତିମୂର୍ତ୍ତି ପୂଜା କର ନାହିଁ, ଯେହେତୁ ମୁଁ ପରମେଶ୍ୱର, ମୁଁ ହିଁ ପରମେଶ୍ୱର, ଆଉ ମୁଁ ହିଁ ତୁମକୁ ଆଣିଅଛି, ଏହା ବୁଝେଇଲେ। ମାତ୍ର ଆମେ ଦେଖୁଛୁ ଯୋଉ ଇସ୍ରାଏଲ ପ୍ରଜାମାନେ ସେହି ମୂର୍ତ୍ତି ପୂଜାକୁ ପୂଜା କରିବାରୁ ଦେଖିଲେ। ଯେପରି ଆମେ ଯଦି ଦେଖିବା ଉପଦେଶ 5:2, ଉପଦେଶରେ ଆମେ ଦେଖୁଛୁ ଏହିପରି, ତୁମ୍ଭେ ଆପଣା ମୁଖରେ ଅବିବେଦୀ କୁହ ନାହିଁ ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମର ଚିତ୍ତ ଚଳନ ନ ହେଉ, କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ, ଯେହେତୁ ତୁମର କଥା ଅଳ୍ପ ହେଉ। ବନ୍ଧୁ, ଇସ୍ରାଏଲ ପ୍ରଜାମାନେ ଯେପରି ସେମାନେ
ସେହି ପରମେଶ୍ୱରଙ୍କୁ ଯିଏକି ସେମାନଙ୍କୁ ଆଣିଥିଲେ ତାହାଙ୍କୁ ସେମାନେ ଭୁଲିଗଲେ। ଆଉ ଗୋଟିଏ ସୁବର୍ଣ୍ଣ ବାଛୁରୀ ଟି କରି ତାକୁ ସେମାନେ ସେବା କଲେ ଆଉ କହିଲେ କି ଏହି ଦେବତା ମାନଙ୍କୁ ମିଶ୍ର ଦେଶରୁ ଉଦ୍ଧାର କରି ଆଣିଅଛି ବୋଲି। ଚାଲନ୍ତୁ ଆମେ ନିଜକୁ ଆଗକୁ ବଢିବା, ନିଜକୁ କଲୁଷିତ କରିବା। ଯେପରି ଆମେ ଦେଖୁଛୁ ବନ୍ଧୁ, ଯାତ୍ରା ପୁସ୍ତକ 32:6-7-8 ଯଦି ପଢିବା, ସେଠି ଆମେ ପାଉଛୁ, ତେବେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଅ, କାରଣ ତୁମର ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶ୍ରରୁ ବାହାର କରି ଆଣିଲ ସେମାନେ ଆପଣା ମାନଙ୍କୁ ଭ୍ରଷ୍ଟ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ। ସେମାନେ ଆପଣାମାନଙ୍କ ନିମନ୍ତେ ଏକ ସାଞ୍ଚରେ ଧଳା ବାଛୁରୀ ନିର୍ମାଣ କରି ତାକୁ ପୂଜା କଲେ। ପୁଣି ତାହା ନିକଟରେ ବଳିଦାନ କରି କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମକୁ ମିଶ୍ର ଦେଶରୁ ବାହାର କରି ଆଣିଲା ସେ ଏହିପରି ଲୋକ ମାନେ କହୁଛନ୍ତି, ତମେ ତଳକୁ ଯାଇ ଦେଖ ବୋଲି କହିଲେ ପରମେଶ୍ୱର। ବନ୍ଧୁ, ଆମେ ଦେଖୁଛୁ କିପରି ଦ୍ୱିତୀୟ ଆଜ୍ଞାକୁ ସେମାନେ ଉଲ୍ଲଂଘନ କରୁଛନ୍ତି। ଏଥିଯୋଗୁଁ ଭବିଷ୍ୟତ ବକ୍ତା ଜେହେଜକେଲ ମୂର୍ତ୍ତି ପୂଜା ଈଶ୍ୱରଙ୍କ ଲୋକମାନଙ୍କର ସମସ୍ତ ଦୁଃଖର ମୂଳରେ ରହିଛି ବୋଲି ସେ କହନ୍ତି ଏବଂ ସେଠାରୁ ଅନ୍ୟ ସମସ୍ତ ସପ୍ତମ ପାଠ ଉତ୍ପନ୍ନ ହୁଏ। ଉଦାହରଣ ସ୍ୱରୂପ ହିଜିକିଏଲ 8:1-18, ହିଜିକିଏଲ 20:1-44 ଆଉ ହିଜିକିଏଲ 22:1-12 ଯଦି ଆମେ ଦେଖିବା, ଆମେ ପ୍ରାୟତଃ ଆଶ୍ଚର୍ଯ୍ୟ ଦେଖୁଛୁ ଯେ ପ୍ରାଚୀନ ବିଶ୍ୱାସୀ ମାନେ ବିଭିନ୍ନ ମାନବ ନିର୍ମିତ ପ୍ରତିମା ପୂଜା କରିବାରେ ନିୟୋଜିତ ହେବା ସମୟରେ କାହିଁକି ଏତେ ନିଷ୍କପଟ ଏବଂ ସଂଶୋଧନ ଯୋଗ୍ୟ ନଥିଲେ? ବନ୍ଧୁ, ଆମେ ନିଶ୍ଚିତ ଯେ ଆମେ କେବେ ଏପରି କିଛି କରିବୁ ନାହିଁ। ଆମେ କଣ ପ୍ରକୃତରେ ପ୍ରତିମା ଆମକୁ ମୁକ୍ତି କରିବ ନାହିଁ ନା? ବନ୍ଧୁ, ପ୍ରତିମା ହେଉଛି ଏପରି କିଛି ଯାହା ପରମେଶ୍ୱରଙ୍କର ବଦଳାଇଥାଏ ଏବଂ ଯଦିଓ ଆମେ ଜାଣୁ ଏହା ଠିକ ନୁହେଁ, ଆମେ ଏପର୍ଯ୍ୟନ୍ତ ଏହାକୁ ପୂଜା କରୁ, ପ୍ରାୟତଃ ବାରମ୍ବାର କରିଥାଉ। ବନ୍ଧୁ, ଅନେକ ଥର ଆମେ କରିଥାଉ। ବନ୍ଧୁ, ଆମ ଜୀବନରେ କରିଥାଉ। ଆମର କଳ୍ପନା ଆମର ସ୍ନେହ, ସମୟ ଏବଂ ମନକୁ ପରମେଶ୍ୱରଙ୍କ ଅପେକ୍ଷା ଅଧିକ କବାଜ କରେ। ଏହା ଆମର ଚିନ୍ତାଧାରାକୁ ମଧ୍ୟ ବାସ କରିପାରେ। ବନ୍ଧୁ, ପ୍ରକୃତରେ ଆମେ ଯାହା ଦେଖୁ ତାହା ହୋଇଯାଏ ଏବଂ ଆମେ ଯେକୌଣସି ଦେବତାକୁ ସେବା କରୁ ତାହାଠାରୁ ଉଚ୍ଚ ହେବ ନାହିଁ। ବନ୍ଧୁ, ଯଦି ଈଶ୍ୱର ଆମ ଜୀବନର କେନ୍ଦ୍ରରେ ନାହାନ୍ତି, ତେବେ ଅନ୍ୟ ଦେବତା ମାନଙ୍କ ସ୍ଥାନ ପୂରଣ କରିବେ। ମାନେ ଯେବେ ଈଶ୍ୱର ଆମ ଜୀବନରେ ନାହିଁ, ତାହେଲେ ଅନ୍ୟ ଦେବତା ପୂରଣ ହେବ, ସାଂସାରିକ ଦେବତା ଯିବ, ସାଂସାରିକ ଯିବ। ଏହିପରି ଆମେ ଦେଖୁଅଛୁ। ବନ୍ଧୁ, ଆମେ ଖ୍ରୀଷ୍ଟଙ୍କ ବଦଳରେ ଯାହା ପ୍ରତିସ୍ଥାପିତ କରୁ ତାହାର ଭିନ୍ନ ଭିନ୍ନ ଦୃଶ୍ୟ ହୋଇପାରେ। ଗର୍ଭ, ଆତ୍ମାକେନ୍ଦ୍ରିତ, ଟଙ୍କା, ଶକ୍ତି, ଯୌନ, ଖାଦ୍ୟ, ଟେଲିଭିଜନ, ନିଶା, ମଦ୍ୟପାନ, ଅଶୁଦ୍ଧ ଚିନ୍ତାଧାରା, ଅଶ୍ଳୀଳତା, ଆନନ୍ଦ, କାମ, କ୍ରୀଡ଼ା, ପରିବାରର ଭିଡିଓ ଖେଳ ଓ ଚଳଚ୍ଚିତ୍ର, ଦୋକାନ, ଚିନ୍ତାଧାରା, ରାଜନୀତି, ସଙ୍ଗୀତ, ପଦବୀ, ଉପାଧି, ଗ୍ରେଡ୍ ଇତ୍ୟାଦି ଇତ୍ୟାଦି ରହିଥାଏ। ଏହି ସବୁ ଆମେ ଏକ ଦେବତା ରୂପେ ଆମେ ପୂଜା କରିଥାଉ। ଆମେ ଭଲ, ସୁନ୍ଦର ଏବଂ ଅର୍ଥପୂର୍ଣ୍ଣ ଯେକୌଣସି ଜିନିଷକୁ ଏକ ମୂର୍ତ୍ତିରେ ପରିଣତ କରିପାରିବ। ମୂର୍ତ୍ତି ପୂଜା
ଅତ୍ୟନ୍ତ ବିପଦପୂର୍ଣ୍ଣ କାରଣ ଏହା ଆମର ବ୍ୟକ୍ତିତ୍ବ, ଆମର ଚିନ୍ତାଧାରା, ଆମର ସ୍ନେହ ଏବଂ ଆମର ସାମାଜିକ ଜୀବନକୁ ପରିବର୍ତ୍ତନ କରିଥାଏ ବନ୍ଧୁ। ଏଥିଯୋଗୁଁ ଆମେ ସାବଧାନ ହେବାକୁ ପଡ଼ିବ। ତାହେଲେ ଚାଲନ୍ତୁ ଆମେ ଦେଖିବା ଆଗକୁ ପରମେଶ୍ୱରଙ୍କ ଧାର୍ମିକ କ୍ରୋଧ। ମୁଁ ଯେପରି ପ୍ରାରମ୍ଭରେ କହିଲି, ଯେବେ ମୋଶା ଏହି ଯୋଉ ପରିସ୍ଥିତିକୁ ଦେଖିଲେ, ଆଉ ଯେବେ ପରମେଶ୍ୱର ଏହି ଯୋଉ ପରିସ୍ଥିତିକୁ ଦେଖିଲେ, ଆଉ ପରମେଶ୍ୱର କହିଲେ କି ଏହି ଯୋଉ ଲୋକମାନଙ୍କୁ ମୁଁ ଧ୍ୱଂସ କରିଦେବି, ଯାହା ଆମେ ଯାତ୍ରା ପୁସ୍ତକ 32:9-29 ପର୍ଯ୍ୟନ୍ତ ଆମେ ଦେଖୁଛୁ। ଆଉ ସେଠି ଆମେ ଦେଖୁଛୁ ବନ୍ଧୁ କିପରି ମୋଶାକୁ ପରମେଶ୍ୱର କହିଲେ। ସେ କହିଲେ ଆମେ ଏହି ଲୋକମାନଙ୍କୁ ଦେଖିଲୁ, ଦେଖ ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ ହେଲେ। ଆଉ ସେ କହିଲେ ଏନୁ ତୁମେ ଏବେ ଆମକୁ ଛାଡ଼ିଦିଅ, ଆମର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମେ ସେମାନଙ୍କୁ ସଂହାର କରିବା, ମାତ୍ର ଆମେ ତୁମକୁ ଗୋଷ୍ଠୀ କରିବା। ଯେପରି ମୁଁ ପ୍ରାରମ୍ଭରେ କହିଲି ଏହି କଥା ଆମେ ତାହା ବିଷୟରେ ଆମେ ପାଉଛୁ କି ମୋଶାକୁ ପରମେଶ୍ୱର କହିଲେ ଦେଖ ଏମାନଙ୍କୁ ମୁଁ ବିନଷ୍ଟ କରିଦେବି, ଏମାନେ ଯେପରି ମତେ ଭୁଲି ଯାଇଛନ୍ତି। ତେବେ ମୋଶା କିପରି ପରମେଶ୍ୱରଙ୍କର କହନ୍ତି ଯଦି ଆମେ ଦେଖିବା, ଅନନ୍ତର ଲୋକମାନେ ଉଚ୍ଚ ରବ କରନ୍ତେ ଜୋଶୟ ଲୋକମାନଙ୍କର କୋଲାହଲ ଶୁଣି ମୋଶାଙ୍କୁ କହିଲେ ଛାଉଣିରେ ଯୁଦ୍ଧ ଶବ୍ଦ ହେଉଛି। ତହିଁରେ ସେ କହିଲେ ହେ ଏହା ଜୟଧ୍ୱନିର ଶବ୍ଦ ନୁହେଁ କିମ୍ବା ପରାଜୟର ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି। ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରୀ ଓ ନୃତ୍ୟ ଦେଖିଲେ, ତହିଁରେ ମୋଶାଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରାସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଜଳ ଉପରେ ବିଞ୍ଚି ଦେଇ ଇସ୍ରାଏଲ ସନ୍ତାନଗଣକୁ ପିଆଇ ଦେଲେ। ତେଣୁ ମୋଶା ହାରୋନକୁ କହିଲେ ଏହି ଲୋକମାନଙ୍କୁ ତୁମ ପ୍ରତି କଣ କଲେ ଯେ ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଲ? ତହିଁରେ ହାରୋନ କହିଲେ ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହେଉ। ଆପଣ ଜାଣନ୍ତି ଯେ ଏହି ଲୋକମାନଙ୍କ ଦୁଷ୍ଟତାରେ ଆସକ୍ତ। ଏମାନେ ମତେ କହିଲେ ଆମମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମମାନଙ୍କର ନିମନ୍ତେ ଦେବତା ନିର୍ମାଣ କର। କାରଣ ଯେଉଁ ବ୍ୟକ୍ତି ଆମମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେହି ମୋଶାଙ୍କର କଣ ହେଲା ତାହା ଆମେମାନେ ଜାଣିନାହୁଁ। ତେବେ ମୁଁ କହିଲି ତୁମେମାନେ ମଧ୍ୟରେ ଯାହାର ସେ ସୁନା ଥାଏ ତାହା ସେମାନେ କାଢି ଦିଅନ୍ତୁ। ତହିଁରେ ସେମାନେ ମତେ ତାହା ଦେଲେ, ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହିଁ ଏହି ବାଛୁରୀ ବାହାରି ଆସିଲା। ଆଉ ମୋଶା ଲୋକମାନଙ୍କୁ ସ୍ୱଚ୍ଛତାରେ ଦେଖିଲେ, କାରଣ ହାରୋନ ସେମାନଙ୍କୁ ଶତ୍ରୁଗଣ ମଧ୍ୟରେ ହାସ୍ୟାସ୍ପଦ ହେବା ଭଳି ସ୍ୱଚ୍ଛାଚାରୀ କରି ଛାଡ଼ିଥିଲେ। ଏଥିରେ ମୋଶା ଛାଉଣି ଦ୍ୱାରରେ ଠିଆ ହୋଇ କହିଲେ ସଦାପ୍ରଭୁଙ୍କର ପକ୍ଷରେ କିଏ ଅଛନ୍ତି ସେ ମୋ ନିକଟକୁ ଆସୁ। ତହିଁରେ ଲେବୀର ସନ୍ତାନଗଣ ତାଙ୍କ ନିକଟରେ ଏକତ୍ରିତ ହେଲେ। ତ ସେ ସେମାନଙ୍କୁ କହିଲେ ଇସ୍ରାଏଲର ସବୁ ଆମେ ଦେଖୁଛୁ ବନ୍ଧୁ କିପରି ପରମେଶ୍ୱରଙ୍କୁ ଆଜ୍ଞା ଏହି ଲୋକମାନେ ମାନିଲେ ନାହିଁ, ଆଉ କିପରି ପରମେଶ୍ୱର ଏହି ଲୋକମାନଙ୍କୁ ସେଇ ପାପର କ୍ଷମା କଲେ, ତାହା ଯୋଗୁଁ ଆମେ ଦେଖୁଛୁ ମୋଶାଙ୍କ ଦ୍ୱାରା ପ୍ରଥମ ସେ କହନ୍ତି ବନ୍ଧୁ ଦେଖନ୍ତୁ
ପ୍ରଥମ ସେ କଥା କହନ୍ତୁ, ଅନ୍ୟମାନଙ୍କୁ ଦୋଷ ଦେଇ ବେଲେ ବେଲେ ଆମେ ଏମିତି ପରିସ୍ଥିତି ଗତି କରିଥାଉ ଯେଉଁଠାରେ ନିଜ ପାପ ସ୍ୱୀକାର କରୁନାହୁଁ। ଯେପରିକି ଏଠି ହେରଣ କହନ୍ତି, ସେ କହନ୍ତି କି ଏ ଲୋକମାନେ ମତେ ବାଧ୍ୟ କଲେ, ଆଉ ସେମାନଙ୍କୁ ମୁଁ ସେମାନଙ୍କର କାନରେ ନାକରେ ଯାହା ଘରେ ଅଛି ବା ତମ୍ବୁରେ ଅଛି ସେ ସୁନା ମାନେ ଦେଲେ, ମୁଁ ମୁଁ କଣ କଲି, ସେମାନେ ଦେଲେ ଆଉ ତାକୁ ମୁଁ ଅଗ୍ନିରେ ଫିଙ୍ଗିଲି, ଆଉ ସେ ଅଗ୍ନି ଦ୍ୱାରା ଗୋଟେ ବାଛୁରୀ ଆସିଲା ବୋଲି ସେ କହିଲେ। ପ୍ରଥମ ମିଛ, ପ୍ରଥମ ଯାହାକି ତାର କାର୍ଯ୍ୟ ଥିଲା କି ସେ ସ୍ୱୀକାର କରିବାର ଥିଲା, ସେ ଦୋଷକୁ ଅନ୍ୟମାନଙ୍କୁ ଦେଲା। ଦ୍ୱିତୀୟରେ, ଯାହା ଦ୍ୱାରା ମୁଁ ଏହାକୁ ସୁନା ନିଆଁରେ ଫୋପାଡ଼ି ଦେଲି ଏବଂ ଏହି ବାଛୁରୀ ବାହାରି ଆସିଲା। ଦେଖନ୍ତୁ, ସୁନା ନିଆଁରେ ମୁଁ ଫୋପାଡ଼ି ଦେଲି। ବନ୍ଧୁ, ଆମେ ଯଦି ସୁନା ଯଦି ନିଆଁରେ ଫୋପାଡ଼ି ଦେବା, ସୁନା ବାଛୁରୀ ଆସେ କି ନାହିଁ? ନା, ଇଂରାଜୀରେ କହୁଛି ମ୍ୟାଜିକ। ମ୍ୟାଜିକ ମାନେ ଯାହା ଆମେ ବିନା ମାନେ ଦେଖା ଏମିତି କାର୍ଯ୍ୟ କରୁ, ଯାହାକି ଲୋକମାନେ ଆକର୍ଷିତ ହୁଅନ୍ତି। ସେ କହନ୍ତି କି ମୁଁ ଏଇ ଯୋଉ ସୁନାକୁ ନିଆଁରେ ଫୋପାଡ଼ି ଦେଲି, ଆଉ ଏଇ ଯୋଉ ନିଆଁରେ ଫୋପାଡ଼ିଲା ପରେ ଏଇ ନିଆଁ ଠାରୁ କଣ ଆସିଲା? ବାଛୁରୀ ଆସିଲା, ଯାହା ଆମେ ଯାତ୍ରା ପୁସ୍ତକ 22-24 ଦେଖୁଛୁ। ବନ୍ଧୁ, ଆମେ ଦେଖୁଛୁ କି ଯେପରି ମୁଁ ଆଗରେ କହିଥିଲି କି ମୁଁ ହେରଣ ମଧ୍ୟ ସେହି 70 ଲୋକମାନଙ୍କ ଠାରୁ ଜଣେ ଥିଲେ, ଯେମାନେ ସେହି ପିତାଙ୍କ ବା ସିନିୟ ପର୍ବତକୁ ଯାଇଥିଲେ, ସେହି ପ୍ରାଚୀନ ମାନେ ଯାଇଥିଲେ। ଆଉ ତା ଗତ ସପ୍ତାହରେ ଆମେ ଦେଖିଲୁ ସେମାନଙ୍କ ମଧ୍ୟସ୍ଥରେ କେତେ ଲୋକ ମରିଗଲେ ବି। ଆଉ ଆମେ ଦେଖୁଛୁ ସେମାନଙ୍କ ମଧ୍ୟସ୍ଥରେ ହେରଣ ବି ଥିଲେ। ଆଉ ପ୍ରଭୁ କିପରି କଥା କହିଲେ ତାହା ବି ସେ ସାକ୍ଷାତ କଲେ। ଆଉ ଏଠି ଆମେ ଦେଖୁଛୁ କି ସେହି ହରଣ ଯିଏକି ଏକ ନେତୃତ୍ୱ କରିବା ଉଚିତ ମଉସାଙ୍କ ମାନେ ନଥିବା ସମୟରେ, ଯେବେ ମଉସା ନଥିଲା ସେତେବେଳେ ସେ ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱରଙ୍କ ରାସ୍ତାରେ ନେବାର ଦାୟିତ୍ୱ ଥିଲା, ମାତ୍ର ସେ କଲେ ନାହିଁ। ଆଉ ସେ ଅନ୍ୟମାନଙ୍କ ଉପରେ ନିନ୍ଦା କଲେ, ଆଉ କହିଲେ କି ସେମାନେ ମତେ ସୁନା ଦେଲେ, ମୁଁ ସେ ସୁନାକୁ ଅଗ୍ନିରେ ଫିଙ୍ଗିଲି, ଆଉ ସେ ଅଗ୍ନି ଠାରୁ ଗୋଟେ ବାଛୁରୀ ଆସିଲା। ତେବେ ପରମେଶ୍ୱରଙ୍କ କ୍ରୋଧ ଏମିତି ହେଲା, ଆମେ ଦେଖୁଛୁ ବନ୍ଧୁ, ଯାହା ଆମେ ଦେଖୁଛୁ କିପରି ମଉସା ମଧ୍ୟସ୍ଥି ହୁଅନ୍ତି। ଆମେ ସେହି ଯାତ୍ରା ପୁସ୍ତକ ତାର 32, 30 ଆଉ 32 ଯଦି ପଢିବା, ଆମେ ପଢି ସାରିଛୁ। ତହିଁରେ ଆର ଦିନ ମଉସା ଲୋକମାନଙ୍କୁ କହିଲେ, ତୁମେମାନେ ମହାପାପ କରିଅଛ। ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି। ଯେବେ ହୋଇପାରେ ତେବେ ମୁଁ ତୁମମାନଙ୍କୁ ପାପର ପ୍ରାୟଶ୍ଚିତ କରିବି। ଅନନ୍ତର ମଉସା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, ହାୟ ହାୟ, ଏହି ଲୋକମାନେ ମହାପାପ କରି ଆପଣ ମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କଲେ। ତଥାପି ଏବେ ତୁମ୍ଭେ ଯେବେ ସେମାନଙ୍କ ପାପ କ୍ଷମା କରିବ, ସେତେବେ ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମର ଲିଖିତ ପୁସ୍ତକର ମୋହର ନାମଟି କାଟି ପକାଅ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଯଦି ଆମେ ଦେଖିବା, ସେ ଆମମାନଙ୍କ ପାଇଁ ଏଇ ଯୋଉ ମଧ୍ୟସ୍ଥ କଲେ, ଖ୍ରୀଷ୍ଟ ଆମମାନଙ୍କ ପାଇଁ ଏଇ ଯୋଉ ମଧ୍ୟସ୍ଥ କଲେ, ଯାହା ଆମେ ମଉସାଙ୍କ ଦ୍ୱାରା ଦେଖୁଅଛୁ। ସେ କହିଲେ, ହେ ପରମେଶ୍ୱର, ଏମାନେ ମହାପାପ କରିଛନ୍ତି, ଆଉ ଏମାନଙ୍କର ପାପ କ୍ଷମା କର। ଯଦି ଏମାନଙ୍କର ପାପ କ୍ଷମା କରୁନାହଁ, ତେବେ ଯେଉଁ ନାମ ମୋ ନାମ ଯେଉଁ ପୁସ୍ତକରେ ଲେଖିଅଛ, ସେଇ ଜୀବନ ପୁସ୍ତକରେ, ସେଇ ଜୀବନ ପୁସ୍ତକରୁ ମୋ ନାମଟା ବାହାର କରିଦିଅ। ବନ୍ଧୁ, ପ୍ରଭୁ ଯୀଶୁ ମାନଙ୍କ ପାପ ସବୁ ବହି ନେଲେ। ଆଉ ପ୍ରାୟଚିତ, ଯାହା ମଉସା ପ୍ରାୟଚିତ କରନ୍ତି, ଆମେ ଦେଖୁଛୁ
ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ସେହିପରି ପ୍ରାୟଶ୍ଚିତ କଲେ। ଏଥିରେ ଆଶ୍ଚର୍ଯ୍ୟ କଥା ନୁହେଁ ଯେ ମୋଶାଙ୍କୁ ଖ୍ରୀଷ୍ଟଙ୍କ ଏକ ପ୍ରକାର ବୋଲି ବିବେଚନା କରାଯାଏ। ବନ୍ଧୁ, ଏ ପାପୀମାନଙ୍କ ପାଇଁ ତାଙ୍କର ମଧ୍ୟସ୍ଥି ପ୍ରାର୍ଥନା ଥିଲା ବନ୍ଧୁ, ଏବଂ ସେମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରିବାକୁ ତାଙ୍କର ଇଚ୍ଛା ହେତୁ ସେ ନିଶ୍ଚିତ ଭାବରେ ପ୍ରତିଫଳିତ କରିଥିଲେ ଯେ ଖ୍ରୀଷ୍ଟ ଆମ ସମସ୍ତଙ୍କ ପାଇଁ କଣ କରିବେ। ଅପରାଧୀମାନଙ୍କ ପାଇଁ କି ଏକ ଉଦାହରଣୀୟ କରୁଣା, ସେ ପ୍ରେମ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ପଣ ଏବଂ ଲୋକଙ୍କ ପ୍ରତି ତାଙ୍କର ବଳିଦାନ ପ୍ରେମ ପ୍ରଦର୍ଶନ କରିଥିଲେ, ଯାହା ଯାତ୍ରା ପୁସ୍ତକ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଭୁଙ୍କ ସହିତ କେତେ ସମୟ ରହିଥିଲେ ତାହା ଉଲ୍ଲେଖ କରେ ନାହିଁ। ବନ୍ଧୁ, ଆମେ ଦେଖୁଛୁ ସେମାନେ ଯେବେ ସିୟନରେ ଆମେ ଦେଖୁଛୁ ଯେବେ ମୋଶା ଗଲେ 40 ଦିନ ରହିଥିଲେ, ଆଉ ସେହିପରି ପ୍ରାନ୍ତରେ ପ୍ରଭୁ ଯୀଶୁ ମଧ୍ୟ 40 ଦିନ 40 ରାତି ରହିଲେ। ଆଉ ଯେପରି ଯାତ୍ରା ପୁସ୍ତକ 32:32 କହନ୍ତି କି କ୍ଷମା କରନ୍ତୁ, ଯାହାକି ଏହା ଅନୁବାଦିତ କରାଯାଇଅଛି, ଏହା ଏକ କ୍ରିୟା ଆସିଛି ଯାହାର ମୌଳିକ ଅର୍ଥ ହେଉଛି ବହନ କରିବା କିମ୍ବା ବହନ କରିବା। ଯେପରିକି ଜିସାୟ ଭବିଷ୍ୟତ ବକ୍ତା ଲେଖନ୍ତି ଜିସାୟ 43:40 ଯାହା ପଡିଥାଏ ଯୀଶୁଙ୍କ ବିଷୟରେ। ଚାଲନ୍ତୁ ଦେଖିବା ଆମେ ଜିସାୟ ପୁସ୍ତକ 40 ତାର ଚାଲନ୍ତୁ ଦେଖିବା। ନିଶ୍ଚୟ ସେ ଆମମାନଙ୍କର ଯାତନା ସବୁ ଧାରଣା କରିଅଛନ୍ତି ଓ ଆମମାନଙ୍କ ବ୍ୟଥା ସବୁ ବହି ଅଛନ୍ତି, ତଥାପି ଆମ୍ଭେମାନେ ତାହାକୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ଗଣିଲୁ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ କ୍ରୁଶରେ ମୃତ୍ୟୁବରଣ କଲେ। ପ୍ରକୃତରେ ମୋଶା ପ୍ରଭୁଙ୍କ ଲୋକମାନଙ୍କ ପାଇଁ ପାପ ବହନ କଲେ ବନ୍ଧୁ, ଯାହା ଯାତ୍ରା ପୁସ୍ତକ 32:32 ଦେଖୁଛୁ। ଆଉ ସେହିପରି ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ କ୍ରୁଶରେ ପ୍ରାୟଶ୍ଚିତ କଲେ ଆମର ପାପ ପାଇଁ। ସେ ବର୍ତ୍ତମାନ ତୁମର ଆମର ମଧ୍ୟସ୍ଥା କରୁଛନ୍ତି। ଯେପରି ଦେଖୁଛୁ ମୋଶା ସେଇ ଲୋକମାନଙ୍କ ପାଇଁ ମଧ୍ୟସ୍ଥ କଲେ ଆଉ କହିଲେ ଯେ ମୋର ନାଁ ଯାହା ଜୀବନ ପୁସ୍ତକରେ ଲେଖାଯାଇଛି ସେହି ନାଁ କାଟିଦିଅ ଯଦି ତୁମେ ଏମାନଙ୍କୁ କ୍ଷମା କରୁନାହଁ। ବନ୍ଧୁ, ଆମ ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ଆମମାନଙ୍କ ପାଇଁ ସ୍ୱର୍ଗରେ ମଧ୍ୟସ୍ଥତା କରୁଛନ୍ତି। ଆମେ ଧର୍ମ ତ୍ୟାଗ କରୁଅଛୁ, ଅନେକ ପାପ କରୁଅଛୁ, ତାଙ୍କ ସବୁ କିଛି ଦେଖିଅଛୁ, ଆମ ଜୀବନରେ ଅନୁଭବ କରୁଅଛୁ, ହେଲେ ହିଁ ଆମେ ତାଙ୍କ ବିରୁଦ୍ଧରେ ଯାଇଅଛୁ। ହେଲେ ହିଁ ଆମ ଯୀଶୁଖ୍ରୀଷ୍ଟ ଆମ ମଧ୍ୟସ୍ଥରେ ପ୍ରଭୁଙ୍କ ଠାରେ ଛିଡା ହୋଇ କହନ୍ତି କି ଏମାନଙ୍କ ପାଇଁ ମୁଁ ମୃତ୍ୟୁବରଣ ହୋଇଅଛି, ଆଉ ଏଥି କାରଣରୁ ଏମାନଙ୍କୁ କ୍ଷମା କର। ସେମାନଙ୍କ ପାଇଁ ମୁଁ ମରଣ ହୋଇଅଛି, ଜୀବନ ଦେଇଅଛି, ଏଥିଯୋଗୁଁ ସେମାନଙ୍କର ପାପ କ୍ଷମା କର। ବନ୍ଧୁ, ଯୀଶୁଖ୍ରୀଷ୍ଟ ଆଜି ଯଦି ଆପଣ ଭାବୁଛନ୍ତି ଆପଣଙ୍କର ପାପ କ୍ଷମା କରିଛନ୍ତି, ତାହେଲେ ତାହାଙ୍କଠାରେ ସମର୍ପଣ କରିଦିଅନ୍ତୁ। ଯେହେତୁ ବର୍ତ୍ତମାନ ଯୀଶୁଖ୍ରୀଷ୍ଟ ଯିଏକି ଆମର ମଧ୍ୟସ୍ଥତା କରୁଛନ୍ତି, ଆମର ପାଇଁ ମୃତ୍ୟୁବରଣ କରିଛନ୍ତି, ଏଥିଯୋଗୁଁ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ସେହି ସାବାସକୁ ପାଠ ଦ୍ୱାରା ଜାଣିଲୁ କି ତୁମେ ହିଁ ଆମର ମଧ୍ୟସ୍ଥ, ଆମମାନଙ୍କ ପାଇଁ ମୃତ୍ୟୁବରଣ କଲ। ବର୍ତ୍ତମାନ ତୁମେ ସେହି ସ୍ୱର୍ଗରେ ଅଛ, ଆଉ ଆମମାନଙ୍କ ପାଇଁ ପିତାଙ୍କ ଠାରେ ମଧ୍ୟସ୍ଥ କରୁଅଛ, ଯେପରିକି ଆମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ ହେଇପାରିବ।
ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ଯୀଶୁଖ୍ରୀଷ୍ଟ ଆପଣା ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ତୁମେ ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ